ତୁଳା ରାଶିର ଭାଗ୍ୟ ଭାବରେ ଅବସ୍ଥିତ ଶୁଭ ଗ୍ରହ ଦେବଗୁରୁ ବୃହସ୍ପତି ଏହି ସମୟରେ ତୁଳା ରାଶି ପାଇଁ ଅଦ୍ଭୁତପୂର୍ବ ଭାଗ୍ୟ ପ୍ରଦାନ କରିବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। 2026 ମସିହାରେ ନୈସର୍ଗିକ ଶୁଭ ଗ୍ରହ ଦେବଗୁରୁ ବୃହସ୍ପତି ମହାଗ୍ରହ 3ଟି ରାଶିରେ ଗୋଚର କରିବେ। ଜାଣିବା ବୃହସ୍ପତି ମହାଗ୍ରହଙ୍କର ରାଶି ଚକ୍ରରେ ଏହି ଗୋଚର 2026 ମସିହା ପାଇଁ ତୁଳା ରାଶି ଉପରେ କ'ଣ ପ୍ରଭାବ ପକାଇବ। ବୃହସ୍ପତି ଚଳିତ ବର୍ଷ ଆରମ୍ଭରୁ ଜୁନ୍ ମାସ 2 ତାରିଖ ପର୍ଯ୍ୟନ୍ତ ତୁଳା ରାଶିର ନବମ ଅଥବା ଭାଗ୍ୟ ଭାବରେ ଅବସ୍ଥାନ କରିବେ। ଭାଗ୍ୟ ଭାବରେ ଅବସ୍ଥିତ ଶୁଭ ଗ୍ରହ ବୃହସ୍ପତି ଏହି ସମୟରେ ତୁଳା ରାଶି ପାଇଁ ଅଦ୍ଭୁତପୂର୍ବ ଭାଗ୍ୟ ପ୍ରଦାନ କରିବେ। ଜୀବନର ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କ ସାଙ୍ଗରେ ରହିବ। କ୍ୟାରିୟର କ୍ଷେତ୍ରରେ ଉନ୍ନତି କରିବା ପାଇଁ ସୁନ୍ଦର ସୁଯୋଗ ସବୁ ଆସିବ। ବାଣିଜ୍ୟ ବେପାର କ୍ଷେତ୍ରରୁ ପ୍ରଚୁର ଲାଭ କମାଇ ପାରିବେ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଚାକିରିରେ ପ୍ରମୋସନ୍ ମିଳିବ। ଉପରିସ୍ଥ ଅଧିକାରୀଙ୍କ ସୁନଜରରେ ରହିବେ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ହାସଲ କରିବେ। ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ସୁଯୋଗ ଆସିବ। ପ୍ରତିଯୋଗିତାମୂଳକ ପରୀକ୍ଷା ଅଥବା କମ୍ପିଟେଟିଭ୍ ଏକ୍ଜାମ୍ ଦେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସମୟଟି ସଫଳତା ପାଇବାର ସମୟ ରହିବ। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କର ବିବାହ ବନ୍ଧନରେ ବାନ୍ଧି ହେବାର ଯୋଗ ଦେଖାଯାଏ। ଦମ୍ପତି ପୁତ୍ର ସନ୍ତାନ ଲାଭ କରିବାର ବିଶେଷ ସମ୍ଭାବନା। ଏହାଛଡ଼ା ଏହି ସମୟରେ ପ୍ରଚୁର ଅର୍ଥ ଲାଭ ହେବା ସଙ୍ଗେ ସଙ୍ଗେ ଅର୍ଥ ସଞ୍ଚୟ କରି ରଖିବାକୁ ସମର୍ଥ ହେବେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଦେବତା ଓ ବ୍ରାହ୍ମଣ ପ୍ରିୟ ହେବେ। 2026 ମସିହା ଜୁନ୍ ମାସ 2 ତାରିଖ ପରଠାରୁ ଅକ୍ଟୋବର ମାସ 31 ତାରିଖ ପର୍ଯ୍ୟନ୍ତ ଦେବଗୁରୁ ବୃହସ୍ପତି ନିଜ ଉଚ୍ଚ ରାଶି କର୍କଟ ରାଶିରେ ଅବସ୍ଥାନ କରିବେ। ଏହି ସମୟରେ ତୁଳା ରାଶି ଜାତ ବ୍ୟକ୍ତି ବୃହସ୍ପତି ମହାଗ୍ରହଙ୍କ ପ୍ରଭାବରୁ ସମାଜରେ ପ୍ରତିଷ୍ଠା ଲାଭ କରିବେ। ସିଂହାସନ ଆରୋହଣ ଯୋଗ ଅଛି। ସାମାଜିକ ସମ୍ମାନ ମିଳିବ। ପଦପଦବୀ ହାସଲ ହେବ। ସମ୍ମାନିତ ହେବେ। ଚାକିରି ବୃତ୍ତିରେ ରହିଥିଲେ ଉଚ୍ଚାଭିଳାଷୀ ହେବେ। କ୍ୟାରିୟରର ସର୍ବୋଚ୍ଚ ଶିଖର ସ୍ଥାନରେ ପହଞ୍ଚି ପାରିବେ। ରାଜକୀୟ କାର୍ଯ୍ୟରେ ସମ୍ପୃକ୍ତ ତୁଳା ରାଶି ଜାତ ବ୍ୟକ୍ତିଙ୍କ ପାଇଁ ଏହି ସମୟ ବିଶେଷ ଅନୁକୂଳ ଫଳ ପ୍ରଦାନ କରିବ। ରାଜନୈତିକ କ୍ଷେତ୍ରରେ ରହିଥିଲେ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଅଛି। ଅକ୍ଟୋବର ମାସ 31 ତାରିଖ ପରେ ବୃହସ୍ପତି ତୁଳା ରାଶିର ଏକାଦଶ ଅଥବା ଆୟ ସ୍ଥାନରେ ଅବସ୍ଥାନ କରିବେ। ଏହି ସମୟରେ ତୁଳା ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ଅପୂରଣୀୟ ଇଚ୍ଛା ପୂରଣ ହୋଇଯିବ। ବହୁଦିନରୁ ବାକି ପଡ଼ି ରହିଥିବା ବକେୟା ଟଙ୍କା ହସ୍ତଗତ ହେବ। ପୁନଶ୍ଚ ବିଭିନ୍ନ ଆର୍ଥିକ ସଂସ୍ଥାମାନଙ୍କରେ ଅର୍ଥ ନିବେଶ କରିବା ପାଇଁ ଏହି ସମୟ ଉପଯୁକ୍ତ ସମୟ ହେବ। ଚାକିରି ଓ ବେପାର କ୍ଷେତ୍ର ପୂର୍ବପରି ଲାଭଦାୟକ ରହିବ। ସମାଜ ସେବାରେ ମନ ଦେବେ। ସାମାଜିକ ମାନସମ୍ମାନ ଓ ପ୍ରତିଷ୍ଠା ବଢ଼ିବ। ମୋଟ ଉପରେ କହିବାକୁ ଗଲେ ତୁଳା ରାଶି ଜାତ ବ୍ୟକ୍ତିଙ୍କ ପାଇଁ 2026 ମସିହାରେ ବୃହସ୍ପତିଙ୍କର ଗୋଚର ତୁଳା ରାଶି ଜାତ ବ୍ୟକ୍ତିଙ୍କୁ ବହୁତ ଶୁଭ ଫଳ ପ୍ରଦାନ କରିବାର ବହୁତ ସମ୍ଭାବନା। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।